Good morning, dear friends. Welcome to my new blog. ଏଇଟା ଦେଖୁନ୍ ସକାଳୁ ସକାଳୁ ମୁଇଁ କାଣା କରୁଛେ ଯେ ଆମର୍ ବାଡ଼ିରେ ଆମେ ମୂଲା ଶାଗ ଜଗେଇଛୁଁ ତ ମଝିରେ ଦିନେ ମୁଇଁ ଶାଗ ଆନିକରି ରେସିପି ଦେଇଥିଲି ତ ସେ ମୂଲା ଗୁଡ଼ାକ ଏବେ ବଡ଼ ବଡ଼ ହେଇଗଲାନ ତ ଏ ଶାଗଟା ମୂଲା ଆଉ ଶାଗ ମୋର୍ ଦିଅର ଆନିକି ଦେଇକି ଗଲେ ତ ମୁଇଁ ସେଇଟା ଦେଖି ନାଇଁ ପାରିଲି ସେ କେତେ ଟାଇମ୍ରେ ଆଣିଲେ ମୁଇଁ ନାଇଁ ଦେଖି ତ ଆନିକି ଦେଇକି ଗଲେ ତ ମୁଇଁ ଭାବଲି ମୂଲା ଦେଖେଇ ଦିଏ ଦେଖୁନ୍ ଏଇଟା କେତେ ବଡ଼ ବଡ଼ ମୂଲା ହେଇଛି ଆଉ ନିଜର ବାରିର ମୂଲା କି କେନ୍ସି ବି ସବ୍ଜି ହେଇଥିବା ଆନିକରି ଖାଇଲେ କେତେ ଖୁସି ଲାଗ୍ସି ତାର୍ ସ୍ୱାଦ ବି ଅଲଗା ଫ୍ରେଶ୍ ଫ୍ରେଶ୍ ଆଜିକାଲି ତ ସବୁ କିଣାଟା ଆଉ ଫ୍ରେଶ୍ ଜିନିଷ ନାଇଁ ମିଲ୍ବାର୍ ଏଇଟା ତାର୍ ଶାଗ ଦେଖୁନ୍ କେତେ ସୁନ୍ଦର ଗ୍ରୀନ୍ ଦେଖାଯାଉଛେ କେତେ ବଢ଼ିଆ ଦେଖାଯାଉଛେ ସେଥିର୍ଲାଗି ବୋଲି ମୁଇଁ ଭାବଲି ଯେ ମୁଇଁ ଆପଣଙ୍କର ମାନଙ୍କର ସାଙ୍ଗେ ଟିକେ ସେୟାର କରସି ଆଉ ନିଜର ବାଡ଼ିରୁ ଆନିକରି ରାନ୍ଧିକରି ଖାଇଲେ କେନ୍ତା ଟେଷ୍ଟ ଲାଗ୍ସି ଆଉ କେତେ ଖୁସି ଲାଗ୍ସି ଆଉ ସେ ଶାଗର ସବୁ ବଚି ଯାଇଥିଲା ସାଇଡ଼୍ ପତ୍ର ଗୁଡ଼ାକ ତ ମୁଇଁ ସେଟା ରଖିଥିଲି ଆଉ ମଝି ମଝିରେ କାଣା ହେସି ଗାଈମାନେ ବି ଘର ଭିତରକେ ପଲେଇ ଆସନ୍ ଦେଖୁନ୍ ଏଇଟା ଆମର୍ ଘରକେ ମଝିରେ ମୁକେ ବାଛୁରୀ ଗୋଟେ ପଲେଇ ଆସିছে ତ ମୋତେ ଡର ଲାଗଲା ସଲ୍ଲି ସୁଲ୍ଲା ପଡ଼ବା ବୋଲି ଆଉ ମୁଇଁ ତାକେ ନେଇଗଲି ସେ ସବ୍ଜିକେ ବାହାରକେ ଆଉ ଦେଲି ସେ ବାହାରିକରି ଗଲା ଆଉ ବାହାରେ ଖାଉଛି ଏଇଟା ଆମର୍ ଘରୁ ବାହାରିକି ଆସିছে ସେଥିଲାଗି ଦେଖୁଛନ୍ତି ଗେଟ୍ରୁ ବାହାରିଛେ ସେ ଆଉ ଡାଉନ୍ ହେଇକରି